ଜୟ ଜଗନ୍ନାଥ। ଶ୍ରୀକ୍ଷେତ୍ର ହେଉଛି ମୁକ୍ତିଦାତା। ସ୍କନ୍ଦ ପୁରାଣ କହନ୍ତି, ନାମ କୀର୍ତ୍ତନରେ ପାପ ହୁଅଇ ଦହନ, ମୋକ୍ଷ ନୁହଁଇ ଦୁର୍ଲଭ କରିଲେ ଦର୍ଶନ। ପ୍ରାଣତ୍ୟାଗ କାଳେ ମନେ ବିଷ୍ଣୁ ଚିନ୍ତା କଲେ, ମୁକ୍ତି ଲାଭ ହୋଇଥାଏ ବୁଝିବେ ସକଳେ। ସାକ୍ଷାତ ଦର୍ଶନ କଲେ ଜଗନ୍ନାଥଙ୍କର, ମୁକ୍ତି ଦୁର୍ଲଭ ନହିବ ସଂଶୟ ନ କର। ସୁନାବେଶ। ଆସନ୍ତୁ ଶୁଣିବା ପ୍ରଭୁଙ୍କର ସୁନାବେଶ, ମା ଲକ୍ଷ୍ମୀଙ୍କ ମାନଭଞ୍ଜନ ଏବଂ ନୀଳାଦ୍ରି ବିଜେ ବିଷୟରେ। ରଥ କାଠ ଆସିବ, ରଥ ଗଢ଼ା ହେବ। ମହାପ୍ରଭୁ ରଥରେ ବିଜେ କରି ଆରମ୍ଭ କରିବେ ଘୋଷଯାତ୍ରା। ସାରା ଦୁନିଆ ହୋଇ ଉଠିବ ଚଳଚଞ୍ଚଳ। ପୁଣି ସେହି ଯାତ୍ରା ଦେଖିବାକୁ ସାଗର ଭଳି ଜନସମୁଦ୍ର। ସୋରିଷଟିଏ ପକେଇଲେ ବି ତଳେ ପଡ଼ିବନି। ଭକ୍ତଟିଏ ଭାବେ, କେମିତି ଯିବି, କୋଉଠି ରହିବି? ହେଲେ କେମିତି ସବୁ ଠିକ୍ଠାକ୍ ହୋଇଯାଏ। ଭକ୍ତଟିଏ ସୁବିଧାରେ ଯାଇ ପହଞ୍ଚିଯାଏ ସେଠି। କିଏ କରେ ଏସବୁ? ସବୁ ସେହି ବିଶ୍ୱାସର ଠାକୁରଙ୍କର କରାମତି। ଯେତେବେଳେ ମନ ଏକନିଷ୍ଠ ହୋଇ ତାଙ୍କ କଥା ଭାବେ, ସେତେବେଳେ କାଳିଆର ଡୋରି ଲାଗିଯାଏ। ଏତେ ବଡ଼ ଆଚମ୍ବିତ କଥା, ମନ କଥା କେମିତି ଯାଇ ପହଞ୍ଚିଯାଏ ତାଙ୍କ ପାଖରେ। ଆଉ ଥରେ ଯାଇ ସେ ଆଖିକୁ ଦେଖିଦେଲେ, ଚକା ଆଖି। ସତରେ ସେ ଆଖିରେ କି ଯାଦୁ ଅଛି କେଜାଣି? ସାରା ଜଗତ ବନ୍ଧା ପଡ଼ିଯାଏ ସେଇଠି। ଆଖିରେ ଆଖି ମିଶିଗଲେ ଆଖି ଯେମିତି ସବୁ କହିଦିଏ, ମୁହଁ ଖୋଲିବାର ଆବଶ୍ୟକତା ପଡ଼େନି। ସବୁ ମିଳିଗଲା ପରି ଆଖିରୁ ଝରିଆସେ ଆନନ୍ଦର ଅଶ୍ରୁ। ସୃଷ୍ଟିର ସକଳ ଜୀବ ଯିଏ ସେ ଆଖିକୁ ଦେଖେ, ତାକୁ ଲାଗେ ସତେ ଯେମିତି ପ୍ରଭୁ ମୋତେ ଚାହିଁଛନ୍ତି, ମୋ ଛଡ଼ା ଆଉ କାହାକୁ ଦେଖୁନାହାନ୍ତି। ସେ ପୁଣି ଅପଲକ ନେତ୍ରରେ। ମହାପ୍ରଭୁ ବର୍ଷକୁ ଥରେ ରଥରେ ଚଢ଼ି ରଥଯାତ୍ରାର ପାବନ ମୁହୂର୍ତ୍ତରେ ସମସ୍ତଙ୍କୁ ଦର୍ଶନ ଦେଇ ଗୁଣ୍ଡିଚା ମନ୍ଦିରରେ 7 ଦିନ ରହି ଦଶମୀ ତିଥିରେ ବାହୁଡ଼ି ଆସନ୍ତି ଶ୍ରୀମନ୍ଦିର। ରଥମାନେ ଆସି ସିଂହଦ୍ୱାର ସମ୍ମୁଖରେ ଅଟକି ଯାଆନ୍ତି। ବାହୁଡ଼ା ଯାତ୍ରା ପରଦିନ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ମହାପ୍ରଭୁ ବର୍ଷକେ 4 ଥର ରତ୍ନସିଂହାସନ ଉପରେ ଏବଂ ରଥ ଉପରେ ଆଷାଢ଼ ଶୁକ୍ଳ ଏକାଦଶୀ ବାହୁଡ଼ା ଦିନ ସୁନାବେଶ ହୁଅନ୍ତି। ଏତଦ୍ ବ୍ୟତୀତ ବିଜୟା ଦଶମୀ ଦଶହରା ଦିନ, କାର୍ତ୍ତିକ ପୂର୍ଣ୍ଣମୀ ରାସ ପୂର୍ଣ୍ଣମୀ ଦିନ, ପୌଷ ପୂର୍ଣ୍ଣମୀ ରାଜ୍ୟାଭିଷେକ ଦିନ ଏବଂ ଦୋଳ ପୂର୍ଣ୍ଣମୀ ଦିନ ଏମିତି ବର୍ଷକେ 4 ଥର ରତ୍ନସିଂହାସନ ଉପରେ ଏବଂ ରଥ ଉପରେ ଥରେ ମୋଟ 5 ଥର ସୁନାବେଶ ହୋଇଥାନ୍ତି। ରଥ ଉପରେ ବାହୁଡ଼ା ଏକାଦଶୀ ଦିନ ସୁନାବେଶର ବିଶେଷ ମହତ୍ତ୍ୱ ହେଉଛି, ଏହା ବଡ଼ଦାଣ୍ଡରେ ସର୍ବଜନ ଉଦ୍ଦେଶ୍ୟରେ ହୋଇଥାଏ। ଏହି ଦିନ ସୁନାବେଶରେ ମହାପ୍ରଭୁଙ୍କର ହସ୍ତପାଦ, ମସ୍ତକ ଆଦି ସର୍ବ ଅବୟବରେ ସୁବର୍ଣ୍ଣ ଅଳଙ୍କାର ବିଭୂଷିତ ହୋଇ ସର୍ବସୁନ୍ଦର ବେଶରେ ଦର୍ଶନ ଦିଅନ୍ତି। ତେବେ ଏହି ସୁବର୍ଣ୍ଣ ବେଶ ପ୍ରାୟତଃ କଳିଙ୍ଗ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଶାସନ କାଳରୁ ଅନୁଷ୍ଠିତ ହୋଇ ଆସୁଛି ବୋଲି ଇତିହାସ କହେ। ତେବେ ଏହି ସୁବର୍ଣ୍ଣ ବେଶର ତାତ୍ପର୍ଯ୍ୟ ବାବଦରେ କୁହାଯାଏ ଯେ, ତତ୍କାଳୀନ କଳିଙ୍ଗର ରାଜାମାନେ ବିଭିନ୍ନ ବାହ୍ୟ ରାଜ୍ୟ ଜୟ କରି ମଣି ମାଣିକ୍ୟ ସୁବର୍ଣ୍ଣ ଆଣି ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଦାନ କରି ଗୌରବମଣ୍ଡିତ ହୋଇଛନ୍ତି। ଇତିହାସ ଅନୁସାରେ ତୃତୀୟ ଅନଙ୍ଗ ଭୀମଦେବ, ଲାଙ୍ଗୁଳା ନରସିଂହ ଦେବ, ଭାନୁଦେବ ତୃତୀୟ ଏବଂ କପିଳେନ୍ଦ୍ର ଦେବ ଆମ୍ଭମାନଙ୍କର ନିତ୍ୟ ସ୍ମରଣୀୟ ରାଜାମାନେ ଅଟନ୍ତି। ବିଶେଷତଃ ଖ୍ରୀଷ୍ଟାବ୍ଦ 1460ରେ କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ଜୟ କରି 16 ଗୋଟି ହସ୍ତୀ ପୃଷ୍ଠରେ ବିପୁଳ ଧନରତ୍ନ ଆଦି ସେସବୁ ଆଣି ମହାପ୍ରଭୁଙ୍କ ଲାଗି ସମର୍ପଣ କରିଥିଲେ। ଇତିହାସ ଅନୁଯାୟୀ ଗଚ୍ଛିତ ସୁବର୍ଣ୍ଣଗୁଡ଼ିକୁ ସ୍ୱତନ୍ତ୍ର ସୁବର୍ଣ୍ଣ କାରିଗରମାନଙ୍କ ଦ୍ୱାରା ପ୍ରଭୁମାନଙ୍କର ପ୍ରତିଟି ଅଙ୍ଗ ପାଇଁ ଭିନ୍ନ ଭିନ୍ନ ଅଳଙ୍କାରମାନ ତିଆରି କରିବା ପାଇଁ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରିବା ପରମ୍ପରା କପିଳେନ୍ଦ୍ର ଦେବଙ୍କ ଅମଳରୁ ଆରମ୍ଭ ହୋଇଅଛି। ତେବେ ସୁନାବେଶ ହେବା ପୂର୍ବରୁ ରଥାରୂଢ଼ ଶ୍ରୀଜୀଉମାନଙ୍କୁ ବାହୁଡ଼ା ଏକାଦଶୀ ଦିନ ରଥ ଉପରେ ପ୍ରଭୁମାନଙ୍କୁ ସକାଳୁ ମଙ୍ଗଳ ଆଳତି ହୁଏ। ତାପରେ ମଇଲମ ଅର୍ଥାତ୍ ବାସି ବେଶ କାଢ଼ିବା ପରେ ତେପ ଲାଗି ଅର୍ଥାତ୍ ଗାମୁଛା ଆଦି ନୂତନ ବସ୍ତ୍ର ପିନ୍ଧିବା, ତାପରେ ଅବକାଶ ପରେ ଗୋପାଳ ବଲ୍ଲଭ
ବା ସକାଳ ଭୋଗ ଲାଗି ପରେ ସକାଳ ଧୂପ, ପୁଣି ତାପରେ ମଧ୍ୟାହ୍ନ ଧୂପ, ଏହାପରେ ମଇଲମ ଲାଗି, ଶାଢ଼ା ଖଣ୍ଡୁଆ ଲାଗି, ପୁଣି ସନ୍ଧ୍ୟା ବେଳକୁ ସନ୍ଧ୍ୟା ଆଳତି ଏବଂ ଏକାଦଶୀର ଯଥାନୀତି ପାଳନ ହୁଏ। ତାପରେ ସୁନାବେଶ। ଏହି ବେଶକୁ ବଡ଼ ଚଢ଼ାଉ ସୁନାବେଶ ମଧ୍ୟ କୁହାଯାଏ। ରଥାରୂଢ଼ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଏ। ଭିତରଛ ମହାପାତ୍ର ଜଗନ୍ନାଥଙ୍କ ବାଡ଼ରେ, ତଳିଛ ମହାପାତ୍ର ବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଶ୍ରୀଜୀଉମାନଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ସଜାଇଥାନ୍ତି। ବ୍ୟବହାର ଅଳଙ୍କାରମାନଙ୍କର ନାମ ଓ ସଂଖ୍ୟା। ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀପୟର, ଶ୍ରୀଭୁଜା, କିରୀଟ, ଓଢ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ, ଘାଗଡ଼ାମାଳି, କଦମ୍ବମାଳି, ତିଳକମାଳି, ଅଳକା, ଚନ୍ଦ୍ରିକା, ଝୋକାକଣ୍ଠି, ବାହାଡ଼ାମାଳି, ବାଘନଖମାଳି, ତ୍ରିଖଣ୍ଡିକା, ପାରିଜାତମାଳି, ମକରକୁଣ୍ଡଳ, କଟିକିଙ୍କିଣୀ, ଅଗସ୍ତିମାଳା, ପଦକମାଳି, ହରିତକମାଳା, ତୁଳପନ୍ତି, ଅପରାଜିତା, ଚିତା କମରପଟି, କମର ଝୁମ୍ପା, ନାକୁଆଣୀ ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାର ଦ୍ୱାରା ସଜ୍ଜିତ କରାଯାଏ। ମହାବାହୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତରେ ସୁବର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ ପ୍ରଭୁଙ୍କ ଆୟୁଧ ରୂପେ ଶୋଭା ପାଇବା ସହ ବଳଭଦ୍ରଙ୍କ ଶ୍ରୀଭୁଜରେ ଆୟୁଧ ରୂପେ ସୁବର୍ଣ୍ଣର ହଳ ଓ ମୁଷଳ ଖଞ୍ଜା ଯାଇଥାଏ। ସେହିପରି ମା ସୁଭଦ୍ରାଙ୍କ ଅଙ୍ଗରେ କିରୀଟ, ଓଢ଼ିଆଣୀ, ସେବତୀ ମାଳି, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ଦୁଇଗୋଟି, ତଡ଼ଗୀ, ପୁଷ୍ପାଳକ, ସେବାୟତ ଖଞ୍ଜିଥାନ୍ତି। ଶ୍ରୀଜୀଉମାନଙ୍କର ସୁନାବେଶ ସର୍ବସାଧାରଣଙ୍କ ଦର୍ଶନ ପରେ ବିଳମ୍ବିତ ରାତିରେ ହରିଶୟନ ଏକାଦଶୀ ଦିବସର ସମସ୍ତ ନୀତି ସମ୍ପୂର୍ଣ୍ଣ ହୋଇ ରାତ୍ର ପହଡ଼ ନୀତି ପାଳିତ ହୋଇଥାଏ। ତାପରେ ଦ୍ୱାଦଶୀ ଦିନ ସମ୍ପାଦିତ ହୁଏ ଅଧରପଣା ନୀତି। ପ୍ରତି ରଥରେ 3ଟି କରି ସମୁଦାୟ 9ଟି ଅଧରପଣା ହାଣ୍ଡି ରଖାଯାଏ। ପାଣିଆ ପାଟକମାନେ ଛାଉଣି ମଠ କୂଅରୁ ପାଣି ନେଇ ଏହି ପଣା ତିଆରି କରନ୍ତି। ପାଣିରେ କ୍ଷୀର, ସର, ଛାଚି, ଛେନା, ଗୋଲମରିଚ, କର୍ପୂର, ଜାଇଫଳ ଓ କଦଳୀ ଏହିଭଳି 9ଟି ଜିନିଷରେ ତିଆରି ହୁଏ ଏହି ପଣା। ଏହିସବୁ ସାମଗ୍ରୀ ଯୋଗାଇଥାନ୍ତି ବଡ଼ ଓଡ଼ିଆ ମଠ ବା ରାଘବ ଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ। ଅଧର ହାଣ୍ଡି ବା ଅଧର କୁମ୍ଭ ଶ୍ରୀଜୀଉମାନଙ୍କର ଅଧରକୁ ସ୍ପର୍ଶ କରୁଥିବ। ମହାପ୍ରଭୁ ଏହି ଅଧରପଣା ଚୁମ୍ବି ସାରିଲେ ବା ସେବନ କରିସାରିଲେ ହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯାଏ। ପଣା ସବୁ ରଥ ଉପରେ ଦେଇ ବହିଯିବ ଦାଣ୍ଡରେ। କୁହାଯାଏ ଯେତେ ସବୁ ଅଶରୀରୀ ଆତ୍ମା ଘୂରି ବୁଲୁଥାନ୍ତି ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ। ଅଧରପଣା ନୀତି ସରିଲା ପରେ ସମସ୍ତ ପାର୍ଶ୍ୱ ଦେବାଦେବୀ ଚାଲି ଯାଇଥାନ୍ତି ନିଜ ନିଜ ଆସ୍ଥାନକୁ। ରଥରେ କେବଳ ରହିଯାଇଥାନ୍ତି ଶ୍ରୀଜୀଉମାନେ। ମଦନ ମୋହନ, ରାମକୃଷ୍ଣ ଓ ସୁଦର୍ଶନ। ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ନୀତି ସମ୍ପାଦିତ ହୁଏ। ଚାରମାଳ ବନ୍ଧାଯାଇ ଟାହିଆ ଲଗେଇ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ ବା ରତ୍ନସିଂହାସନକୁ ବିଜେ କରନ୍ତି। ଇଏ ହେଉଛି ମହାପ୍ରଭୁଙ୍କର ଆଷାଢ଼ ଏକାଦଶୀର ସୁନାବେଶର ଲୀଳା। ମହାପ୍ରଭୁଙ୍କର ଆଉ ଏକ ପର୍ବ ପାଳିତ ହୁଏ, ସେଇଟା ହେଲା ବିଜୟା ଦଶମୀ। ସେଦିନ ମହାପ୍ରଭୁଙ୍କ 10 ଅବତାର ବିଗ୍ରହ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା କରନ୍ତି। ସେଦିନ ଏକ କାଠରେ ମାଛ ତିଆରି ହୋଇଥାଏ ଏବଂ ସେହି ମାଛକୁ ଏକ ଖୁଣ୍ଟିରେ ବାନ୍ଧି ଦିଆଯାଏ। ଆମ ଗଜପତି ମହାରାଜାମାନେ ସେହି ମାଛର ଆଖିକୁ ତୀର ମାରୁଥିଲେ। ଯଦି ଗଜପତି ମହାରାଜଙ୍କ ତୀର ମାଛ ଆଖିରେ ବାଜୁଥିଲା ତାହେଲେ ସେହି ବର୍ଷ ଆମ ମହାରାଜ ଦିଗ୍ବିଜୟ କରୁଥିଲେ। କପିଳେନ୍ଦ୍ର ଦେବଙ୍କ ସମୟରେ 1460 ମସିହା ପରେ ଏହା ବହୁତ ପ୍ରସିଦ୍ଧି ଲାଭ କରିଥିଲା। ଆଉ କପିଳେନ୍ଦ୍ର ଦେବ ବହୁତ ରାଜ୍ୟ ଜୟ କରିଥିଲେ। ଆଉ ସେହି ମହାପ୍ରତାପୀ ମହାରାଜ କପିଳେନ୍ଦ୍ର ଦେବ ଯିଏ ଉତ୍କଳର ସାମ୍ରାଜ୍ୟକୁ ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ କରିଥିଲେ ଆଉ ହାତ ଯୋଡ଼ି ବିନମ୍ରତାର ସହିତ କହିଥିଲେ, ଏ ବିଜୟ ତୁମର ମଣିମା। କପିଳେନ୍ଦ୍ର ଦେବ 138 ହାତୀ ପିଠିରେ ବୋହି ଆଣିଥିଲେ ସମସ୍ତ ଧନରତ୍ନ। ଗଜପତି ମହାରାଜା ସେହି ଧନରତ୍ନକୁ ନିଜ ନଅରକୁ ନେଇ ନଥିଲେ। ଗଜପତି ମହାରାଜା ଆଣି ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ସମର୍ପି ଦେଇଥିଲେ। ଆଉ ଆମ ମହାପ୍ରଭୁ ସେହି ମଣ ମଣ ସୁନାରେ ବେଶ ହୁଅନ୍ତି। ଆଜି ବି ଏହି ରହସ୍ୟମୟ ଠାକୁରଙ୍କ ରତ୍ନଭଣ୍ଡାରରେ କେତେ ସୁନା, ହୀରା, ଲୀଳା, ମୋତି, ମାଣିକ ଅଛି କେହି କଳନା କରିପାରି ନାହାନ୍ତି।
ମହାପ୍ରଭୁଙ୍କ ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ସ୍ୱୟଂ ଲୋକନାଥ। ଆମ ଦିଅଁ ହେଉଛନ୍ତି ଆମ ଓଡ଼ିଆ ଜାତିର ସୁନା ପୁଅ। ପ୍ରତ୍ୟେକ ମା ତାକୁ କାଳିଆ ସୁନା କହିଥାନ୍ତି। ଆମ ଦିଅଁ ଦାନ୍ତ ଘଷନ୍ତି ମୁତୁରି ଦାନ୍ତ କାଠିରେ, ହେଲେ ଜିଭ ଛେଲନ୍ତି ସୁନା କାଠିରେ। ଆମ ଦିଅଁ ଯିଏ ସୁନା ଥାଳିରେ ଖାଆନ୍ତି। ଆମ ମହାପ୍ରଭୁଙ୍କର ଆଳତି ଅବକାଶ ନୀତି ଯେଉଁଥିରେ ମହାପ୍ରଭୁ ସ୍ନାନ କରନ୍ତି ସେଇଟା ହେଲା ସୁନା। ଆମ ଦିଅଁଙ୍କର ବିହୁଡ଼ି ସୁନାରେ। ଆମ ମହାପ୍ରଭୁ ସ୍ନାନ କରନ୍ତି ସୁନା ଗରାରେ। ଆମ ମହାପ୍ରଭୁଙ୍କ ସ୍ନାନ ପାଇଁ ସୁନା କୂଅରୁ ପାଣି ଆସେ। ଆମ ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜ ଧରିଥିବା ଝାଡ଼ୁର ବେଣ୍ଟ ସୁନା, ଯେଉଁଥିରେ ଆମ ଗଜପତି ମହାରାଜ ଛେରା ପହଁରା କରନ୍ତି। ଲୋକ କୁହନ୍ତି ଏ ଏମିତି ଦିଅଁ ଯାହାଙ୍କର ହାତ ନାହିଁ କି ପାଦ ନାହିଁ, ହେଲେ ଏ ଦିଅଁଙ୍କର ସୁନା ହାତ ଏବଂ ସୁନା ପାଦ ଅଛି। ଆମ ମହାପ୍ରଭୁଙ୍କ ନିକଟରେ କେତେ ସୁନା ଅଛି ଯାହା ଗଣି ହେବନି କି କଳନା କରିହେବ ନାହିଁ। ଏହି ସୁନାବେଶକୁ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ। ଉତ୍କଳର ଗଜପତି ଥିଲେ ମହାପ୍ରତାପୀ ଗଜପତି ମହାରାଜା କପିଳେନ୍ଦ୍ର ଦେବ। ମହାପ୍ରଭୁଙ୍କ ବଡ଼ତଢ଼ାଉ ମହାରାଜଙ୍କୁ ନିବେଦନ କରିଥିଲେ, ଆମ ଆରାଧ୍ୟ ଜଗନ୍ନାଥଙ୍କର ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ହେଉଛି, ଆଉ ଆମ ମହାପ୍ରଭୁଙ୍କର ଏତେ ସୁନା ଅଛି, ହେଲେ ମହାରାଜ ଆମ ମହାପ୍ରଭୁଙ୍କୁ ରଥଯାତ୍ରାରେ ସୁନାବେଶ କଲେ ହୁଅନ୍ତାନି? ଆମ ମହାପ୍ରଭୁଙ୍କର ଏତେ ସୁନା ଥାଇ ଲାଭ କ'ଣ, ଯଦି ଆମ ମହାପ୍ରଭୁ ସେଇ ସୁନାକୁ ପରିଧାନ ନ କରିବେ? ଆଉ ତାଙ୍କରି ନିବେଦନ ରଖିଥିଲେ ଉତ୍କଳର ଗଜପତି ମହାରାଜ କପିଳେନ୍ଦ୍ର ଦେବ। ସେବେଠୁ ମହାରାଜା କପିଳେନ୍ଦ୍ର ଦେବ ମହାପ୍ରଭୁଙ୍କର ସୁନାବେଶ ନୀତି ଆରମ୍ଭ କରିଥିଲେ। ମହାରାଜ କପିଳେନ୍ଦ୍ର ଦେବ ସାରା ବିଶ୍ୱକୁ କହିଦେଇଥିଲେ, ଏ ଦିଅଁ କାଠର ଦିଅଁ ନୁହନ୍ତି, ଏ ତ ଆମ ସୁନା ଦିଅଁ। ରଥରେ ପ୍ରଭୁଙ୍କୁ ସୁନାରେ ସଜାଯାଏ। ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାରୁ ଅଧିକ ଭକ୍ତ ସୁନାବେଶରେ ଆସନ୍ତି। ସେଇ ତାଙ୍କର ଆରାଧ୍ୟ ଦେବ କାଳିଆ ସୁନାକୁ ସୁନାବେଶରେ ଟିକିଏ ଦେଖିବା ନିମନ୍ତେ। କିଏ କହେ ଆମ ମହାପ୍ରଭୁଙ୍କର ହାତପାଦ ନାହିଁ। କପିଳେନ୍ଦ୍ର ଦେବ ସାରା ବିଶ୍ୱକୁ ଦେଖେଇଦେଲେ ମହାପ୍ରଭୁଙ୍କ ଶ୍ରୀଭୁଜ ଏବଂ ଶ୍ରୀପୟର। କିଏ କହେ ଆମ ମହାପ୍ରଭୁଙ୍କର କାନ ନାହିଁ, ହେଲେ ଆମ ମହାପ୍ରଭୁ ତ ମକର କୁଣ୍ଡଳ ନାଇଛନ୍ତି। ଆମ ମହାପ୍ରଭୁ ତ କାଳିଆ ସୁନା, ସେ ତ ସୁନାର ଦିଅଁ। ସେଇ ସୁନାର ଦିଅଁକୁ ଆଷାଢ଼ ଶୁକ୍ଳ ଏକାଦଶୀରେ ସୁନାରେ ବେଶ କରିଦିଆଯାଏ। ମହାପ୍ରଭୁଙ୍କର ଏହି ବେଶ ଦେଖିଲେ କୋଟି କୋଟି ଜନ୍ମର ପାପ କ୍ଷୟ ହୁଏ। ଏକାଦଶୀ ଦିନ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ତାଙ୍କ ସେବାୟତମାନେ ତାଙ୍କୁ ସୁନାରେ ସଜେଇ ଦିଅନ୍ତି। ମହାପ୍ରଭୁଙ୍କର ସୁନାବେଶ ପରେ ମହାପ୍ରଭୁଙ୍କର ରଥ ଉପରେ ସନ୍ଧ୍ୟା ଆଳତି ହୁଏ। ତାପରେ ସନ୍ଧ୍ୟା ଭୋଗ ଲାଗି ହୁଏ। ସେଦିନ ବିଳମ୍ବିତ ରାତିରେ ମହାପ୍ରଭୁଙ୍କର ବେଶ ଉଲାଗି ହୁଏ। ତାପରେ ବଡ଼ସିଂହାର ବେଶ ଏବଂ ବଡ଼ସିଂହାର ଭୋଗ ଲାଗି ହୁଏ। ତାପରେ ମହାପ୍ରଭୁଙ୍କ ସେବାୟତ ଭାଣ୍ଡର ଘରୁ ସୁବର୍ଣ୍ଣର ଶୟନ ପ୍ରତିମା ଆଣନ୍ତି। ଶୟନ ପ୍ରତିମା ଆଣି ତିନି ମୂର୍ତ୍ତିଙ୍କୁ ବିଜେ କରେଇବେ। 3 ଜଣ ପୂଜାପଣ୍ଡା 3 ରଥରେ ଯଥା ବଳଭଦ୍ରଙ୍କ ରଥରେ ବାସୁଦେବ, ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ରଥରେ ଶ୍ରୀ ନାରାୟଣ ବିଜେ କରିବେ। ତାପରେ ମହାପ୍ରଭୁଙ୍କ ନିକଟରେ ବଡ଼ସିଂହାର ଭୋଗ ଲାଗି ହୁଏ। 3 ପୂଜାପଣ୍ଡା 3 ରଥରେ କର୍ପୂର ଆଳତି କରନ୍ତି। 3 ରଥରେ ଆଳତି ସରିଲା ପରେ ପୂଜାପଣ୍ଡା ଶୟନ ପ୍ରତିମାଙ୍କୁ ଭଣ୍ଡାର ଘରକୁ ନେଇଯାଆନ୍ତି। ସେଠାରେ ମହାପ୍ରଭୁଙ୍କର ଶୟନ ନୀତି ଆରମ୍ଭ ହୁଏ। ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ନୀତି ପରେ ରଥଯାତ୍ରା, ତେଣୁ ଏହି ଏକାଦଶୀରେ ମହାପ୍ରଭୁ ବିଶ୍ରାମ କରନ୍ତି। ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ନୀତି ଏକ ପ୍ରମୁଖ ଯାତ୍ରା। ମହାପ୍ରଭୁ ଭାଦ୍ରବ ମାସର ଶୁକ୍ଳପକ୍ଷ ଏକାଦଶୀରେ ପାର୍ଶ୍ୱ ପରିବର୍ତ୍ତନ କରନ୍ତି। କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ, ଯାହାକୁ ଦେବ ଉତ୍ଥାନ ଏକାଦଶୀ କୁହାଯାଏ, ମହାପ୍ରଭୁ ଶୟନରୁ ଉଠନ୍ତି। ତେଣୁ ହରିଶୟନ ଏକାଦଶୀରୁ ଦେବ ଉତ୍ଥାପନ ଏକାଦଶୀ ଯାଏ କୌଣସି ବିବାହ ଘର କି ବ୍ରତଘର ତିଥି ନଥାଏ। କୋଟି ଓଡ଼ିଆର ମୌଡ଼ମଣି କୈବଲ୍ୟନାଥ ମହାପ୍ରଭୁଙ୍କର ସୁନାବେଶ ପରେ ଆରମ୍ଭ ହୁଏ ଅଧରପଣା ଏବଂ ନୀଳାଦ୍ରି ବିଜେ। ସେହି ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ତାଙ୍କ ମାନ ଭାଗନ୍ତି। ଆଶା କରୁଛି ମହାପ୍ରଭୁଙ୍କ ସୁନାବେଶର କାହାଣୀ ଆପଣମାନଙ୍କୁ ପସନ୍ଦ ଆସିଥିବ। ଏହାପରେ ଆରମ୍ଭ ହୁଏ ଅଧରପଣା। ତ୍ରେତୟା ଯୁଗରେ ମହାବୀର ହନୁମାନ ପ୍ରଭୁ ଶ୍ରୀରାମଙ୍କ ଚରଣାମୃତ ପାଇଥିଲେ। ଶ୍ରୀରାମ ଥିଲେ ନାରାୟଣଙ୍କର ସ୍ୱରୂପ ଏବଂ ହନୁମାନ ଥିଲେ ରୁଦ୍ର ଅଂଶ ମହାଦେବ। ମହାଦେବ ସଦାସର୍ବଦା ପ୍ରଭୁ ଶ୍ରୀରାମଙ୍କର ଧ୍ୟାନ କରନ୍ତି। ମହାବୀର ହନୁମାନ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ପାଦସେବା କରନ୍ତି। ଏକଦା ହନୁମାନ ପଚାରିଲେ, ପ୍ରଭୁ,
ଆପଣଙ୍କ ଚରଣାମୃତ ଏତେ ମଧୁର, ତାହେଲେ ଆପଣଙ୍କ ଅଧରାମୃତ କେତେ ମଧୁର ହୋଇନଥିବ। ହନୁମାନ କହିଲେ, ପ୍ରଭୁ, ମୋ ଉପରେ ଟିକେ କୃପା କରନ୍ତୁ। ମୁଁ ଯେମିତି ଆପଣଙ୍କର ପରବର୍ତ୍ତୀ ଲୀଳାରେ ଆପଣଙ୍କ ଅଧରାମୃତ ପାଇବି। ଦ୍ୱାପର ଯୁଗରେ ମହାଦେବ ବଂଶୀ ହେଲେ ଶ୍ରୀକୃଷ୍ଣଙ୍କର ଅଧରାମୃତ ପାଇଥିଲେ। ଦ୍ୱାପର ଯୁଗ ପରେ ଆସିଲା କଳିଯୁଗ। କଳିଯୁଗରେ ପ୍ରଭୁଙ୍କର ଅବତାର ହେଲା କଲ୍କି ଅବତାର ଜଗନ୍ନାଥ। ନୀଳାଚଳରେ ମହାବାହୁ ଲୀଳା କରନ୍ତି। ଆମ ଠାକୁର ତ ଜଣେ ରହସ୍ୟମୟ ଠାକୁର। ଇଏ ହେଲେ ରାଜାଧୀଶ୍ୱର ରାଜା। ସବୁ ଦେବତାଙ୍କ ମଧ୍ୟରେ ଜଗନ୍ନାଥ ହେଲେ ରାଜା। ତେଣୁ ୟାଙ୍କର ଅନେକ ନୀତିକାନ୍ତି। ୟାଙ୍କର ତ ସବୁ ଓଲଟା। ସବୁ ଠାକୁରଙ୍କୁ ଦେଖିଲେ ମୁଣ୍ଡିଆ ମରାଯାଏ, ହେଲେ ୟାଙ୍କୁ ୟାଙ୍କ ଭକ୍ତ ଦେଖିଲେ କୁଣ୍ଢେଇ ପକାନ୍ତି। ସବୁଠି ଚାଉଳରୁ ଭାତ, ହେଲେ ଶ୍ରୀମନ୍ଦିରରେ ଭାତରୁ ଚାଉଳ ନିର୍ମାଲ୍ୟ ହୁଏ। ସବୁଠି ଦିଅଁ ପ୍ରସ୍ତର ଧାତୁ ପଟ୍ଟଚିତ୍ରରେ ନିର୍ମିତ, ହେଲେ ଇଏ ବିଶ୍ୱରେ ଏମିତି ଜଣେ ଦିଅଁ ଯିଏ କାଠରେ ନିର୍ମିତ। ଆମ ଦିଅଁ ଦାରୁ ଦିଅଁ। ତେଣୁ ଇଏ ହେଉଛନ୍ତି ସ୍ୱତନ୍ତ୍ର ଦେବତା। ୟାଙ୍କର ସବୁ ନୀତିକାନ୍ତି ମଧ୍ୟ ସ୍ୱତନ୍ତ୍ର। ମହାପ୍ରଭୁ ରଥରେ ଥାଆନ୍ତି। ମହାପ୍ରଭୁଙ୍କ ନିକଟରେ ଅବଢ଼ା ଅନ୍ନ ଲାଗି ହୁଏନି। ସମସ୍ତ ମଠମାନଙ୍କରୁ ଆସୁଥିବା ଶୁଖିଲା ଭୋଗ ଲାଗି ହୁଏ। ଆମ ପୃଥିବୀରେ 70% ଜଳ। ଠିକ୍ ସେମିତି ଆମ ଶରୀରରେ ମଧ୍ୟ ଅଧିକ ଜଳ। ଆମେ ଯେତେବେଳେ ବହୁ ଚିନ୍ତାରେ ଥାଉ, ସେତେବେଳେ ଆମେ ଯଦି ଜଳପାନ କରୁ, ତାହେଲେ ଆମକୁ ଶାନ୍ତି ଲାଗେ। ଆମ ମହାପ୍ରଭୁ ତ ଜଣେ ଚଳନ୍ତି ବିଗ୍ରହ। ମହାପ୍ରଭୁ ବାହୁଡ଼ାରେ ଆସିଲା ପରେ ବହୁତ ଚିନ୍ତାରେ ପଡ଼ିଯାଆନ୍ତି। କାରଣ ମହାପ୍ରଭୁ ଶ୍ରୀମନ୍ଦିରରେ ପ୍ରତି ଗୁରୁବାରରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଆନ୍ତି। ହେଲେ ତାଙ୍କ ବିବାହ ଜୟନ୍ତୀ ପରଠାରୁ 1 ମାସ ଯାଏ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସାଥେ ଦେଖା କରନ୍ତିନି କି କଥା ବି ହୋଇନାହାନ୍ତି। ମହାଲକ୍ଷ୍ମୀ 2 ଥର ଯାଇଛନ୍ତି ମହାପ୍ରଭୁଙ୍କ ସାଥେ ଝଗଡ଼ା କରିବାକୁ। ପ୍ରଥମେ ହେରା ପଞ୍ଚମୀ ଏବଂ ତାପରେ ବାହୁଡ଼ା। ଆଉ ମହାଲକ୍ଷ୍ମୀ ବହୁ ଜୋରରେ ମହାପ୍ରଭୁଙ୍କ ଉପରେ ରାଗିଛନ୍ତି। ତା ସାଥେ ମହାଲକ୍ଷ୍ମୀ କହିଛନ୍ତି ସେଦିନ ଦାଣ୍ଡରେ 3 ଘଣ୍ଟା ଠିଆ କରେଇବେ। ଏହି ଝଗଡ଼ା ତ ପ୍ରତ୍ୟେକ ଦାମ୍ପତ୍ୟ ଜୀବନରେ ଥାଏ। ଆଉ ଏହି ଝଗଡ଼ା ଆମ ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ମଧ୍ୟରେ ମଧ୍ୟ ଅଛି। ତେଣୁ ସେହି ଚିନ୍ତାରୁ ମୁକ୍ତ ହେବା ପାଇଁ ମହାପ୍ରଭୁ ପଣା ପାନ କରନ୍ତି, ଯାହା ହେଲା ଅଧର ପଣା। ସାଧାରଣତଃ ହାତରେ ଧରି ଆମେ ମୁହଁ ପାଖକୁ ନେଇ ଖାଇଥାଉ, ହେଲେ ଏଠି ହେଲା ଅଧର ଅର୍ଥ ନାଧର, ଯାହା ହାତରେ ଧରା ଯିବନି, ବରଂ ପଣା ପିଉଥିବା ଜିନିଷଟି ତାଙ୍କ ଅଧର ପର୍ଯ୍ୟନ୍ତ ଲମ୍ବିଥିବ। ମହାପ୍ରଭୁ ଯେଉଁ ହାଣ୍ଡିରେ ପଣା ପିଇବେ, ସେହି ହାଣ୍ଡିଟି ତାଙ୍କ ଅଧର ପର୍ଯ୍ୟନ୍ତ ଲମ୍ବିଥିବ। ପ୍ରତ୍ୟେକ ରଥରେ 3ଟା ହାଣ୍ଡି ଥିବ, ମାନେ ସମୁଦାୟ ଛୋଟ ବଡ଼ କି 9ଟା ହାଣ୍ଡି। ପ୍ରଭୁଙ୍କର ଏହି ଅଧରାମୃତ ପାଇଁ ସମସ୍ତେ ବ୍ୟାକୁଳ। ଏହି ଅଧରପଣା 9 ପ୍ରକାର ଦ୍ରବ୍ୟରେ ନିର୍ମିତ ହୋଇଥାଏ। କୁହାଯାଏ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ସମସ୍ତ ଅଶରୀର ପ୍ରେତ ଆତ୍ମାମାନେ ଆସି ସମସ୍ତ ବୃକ୍ଷ ଡାଳରେ ଲୁଚିକି ବସିଥାନ୍ତି। ଆଉ ତ୍ରୟୋଦଶୀରେ ସେମାନେ ଏହି ଅଧରାମୃତକୁ ପାନ କରି ମୋକ୍ଷ ପାଇଥାନ୍ତି। ମହାପ୍ରଭୁଙ୍କର ବଡ଼ଦାଣ୍ଡରେ ସବୁ ଲୀଳା ସରିଯାଏ। ଏବେ ମହାପ୍ରଭୁଙ୍କର ହୁଏ ନୀଳାଦ୍ରି ବିଜେ। ମହାପ୍ରଭୁ ରତ୍ନବେଦୀକୁ ବିଜେ କରିବେ। ପ୍ରଥମେ ଉତ୍ସବ ବିଗ୍ରହ ମଦନମୋହନ ଏବଂ ରାମକୃଷ୍ଣ ଆଲଟ ଚାମର ସେବାରେ ରତ୍ନସିଂହାସନକୁ ବିଜେ କରିବେ। ମହାପ୍ରଭୁ ରତ୍ନବେଦୀ ହେଉ କି ଆଡ଼ପ ମଣ୍ଡପ ହେଉ, ସଦାବେଳେ ରାତିରେ ବିଜେ କରନ୍ତି। ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ଲୀଳା ହୋଇଥାଏ। ଉତ୍ସବ ବିଗ୍ରହ ଯାଇସାରିଲା ପରେ ତାପରେ ପହଣ୍ଡି ହୁଏ ଶକ୍ତି ଚକ୍ରରାଜ ସୁଦର୍ଶନଙ୍କର। ଘଣ୍ଟୁଆଙ୍କ ଘଣ୍ଟର ଶବ୍ଦ ସାଥେ ସୁଦର୍ଶନଙ୍କର ଶୂନ୍ୟ ପହଣ୍ଡି ହୁଏ। ତାପରେ ରତ୍ନବେଦୀକୁ ପହଣ୍ଡି ହୁଅନ୍ତି ରୋହିଣୀ ନନ୍ଦନ, ରେବତୀ ରମଣ, ହଳ ମୁଷଳ ଆୟୁଧ, କୋଟି କାମପାଳ ବଳଭଦ୍ର ଆଲଟ ଚାମରରେ ସେବା ସାଥେ କସ୍ତୁରୀ ଚନ୍ଦନର ସିଞ୍ଚନରେ ଝୁଲି ଝୁଲି ଯାଆନ୍ତି ବଡ଼ ଭାଇ ବଳଭଦ୍ର। ତାପରେ ରତ୍ନବେଦୀକୁ ବିଜେ ହୁଅନ୍ତି କାମ୍ପଲ୍ୟ ବାସିନୀ ମା ଜଗଜ୍ଜନନୀ ଶକ୍ତି ଭଦ୍ରା। ସୁଭଦ୍ରାଙ୍କର ଗୋଟି ପହଣ୍ଡି। କାରଣ ଭକ୍ତିର ଶକ୍ତି ଶୂନ୍ୟ, ତେଣୁ ସୁଭଦ୍ରାଙ୍କର ଶୂନ୍ୟ ପହଣ୍ଡି। ଆଲଟ ଚାମରର ଦୋଳନରେ କସ୍ତୁରୀ ଚନ୍ଦନରେ ସିଞ୍ଚନରେ ଝୁଲି ଝୁଲି ଆସନ୍ତି ସୁଭଦ୍ରା। ଉତ୍ସବ ବିଗ୍ରହ ମଦନମୋହନ ଏବଂ ରାମକୃଷ୍ଣ ଚକ୍ରରାଜ ସୁଦର୍ଶନ, ବଳଭଦ୍ର ଏବଂ ସୁଭଦ୍ରା ରତ୍ନବେଦୀକୁ ବିଜେ କରିସାରିବା ପରେ ଆରମ୍ଭ ହୁଏ ମହାପ୍ରଭୁ ଏବଂ ମା ଲକ୍ଷ୍ମୀ ଠାକୁରାଣୀଙ୍କ ଝଗଡ଼ା। ମହାଲକ୍ଷ୍ମୀ ତାଙ୍କ ସଖୀମାନଙ୍କ ସାଥେ ଆସନ୍ତି ଚାହାଣୀ ମଣ୍ଡପକୁ। ଏପଟେ ମହାପ୍ରଭୁଙ୍କର ପହଣ୍ଡି ଆରମ୍ଭ ହୁଏ। ମହାଲକ୍ଷ୍ମୀ ଝଗଡ଼ା କରିବାକୁ ଯାଇଥାନ୍ତି ଗୁଣ୍ଡିଚା ମନ୍ଦିର, ହେଲେ ସେଠି ଝଗଡ଼ା କରିପାରନ୍ତିନି। ମହାଲକ୍ଷ୍ମୀ କୁହନ୍ତି, ମୋର ରାଗ ଏହି ରଥ ଉପରେ
କହି ନନ୍ଦିଘୋଷ ରଥ ଚକର ଖଣ୍ଡେ କାଠ ଭାଙ୍ଗି ଆଣନ୍ତି। ତାପରେ ମହାଲକ୍ଷ୍ମୀ ଯାଆନ୍ତି କଳି କରିବାକୁ ବାହୁଡ଼ା ଦିନ ଗଜପତିଙ୍କ ମଧ୍ୟସ୍ଥିରେ। ମହାଲକ୍ଷ୍ମୀ ବନ୍ଦାପନା କରି ଚାଲି ଆସନ୍ତି। ଆଉ ଆଜି ମହାଲକ୍ଷ୍ମୀ ମହାପ୍ରଭୁଙ୍କ ସାଥେ କଳି କରନ୍ତି। ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ତାଙ୍କ ସେବାୟତମାନେ ସିଂହଦ୍ୱାର କବାଟକୁ ବନ୍ଦ କରିଦିଅନ୍ତି। ଆଉ ଆମ କୋଟି ଓଡ଼ିଆର ମଉଡ଼ମଣି କୋଟି କୈବଲ୍ୟନାଥ ମହାପ୍ରଭୁ ଠିଆ ହୁଅନ୍ତି ଦାଣ୍ଡରେ। ଆମ ପଞ୍ଚସଖାମାନେ ଅନେକ ମହାପୁରୁଷମାନେ ମହାଲକ୍ଷ୍ମୀ ଏବଂ ମହାପ୍ରଭୁଙ୍କ ଏହି କଳିକୁ ନେଇ ଅନେକ କବିତା ଲେଖିଛନ୍ତି। କିଛି ଲେଖାର ମିଶ୍ରଣରେ ଏହି କଳିଟି। ସମସ୍ତେ ଚାଲିଗଲେଣି ରତ୍ନବେଦୀକୁ। ମହାପ୍ରଭୁ ଆସୁଛନ୍ତି ଏବଂ ମହାଲକ୍ଷ୍ମୀ ରାଗିକରି ଠିଆ ହେଇଛନ୍ତି ଚାହାଣୀ ମଣ୍ଡପରେ। ମହାପ୍ରଭୁ ଡରି ଥରନ୍ତି। ଯଦି ସ୍ତ୍ରୀ ରାଗିଥିବ ତ ସ୍ୱାଭାବିକ କଥା, ସ୍ୱାମୀ ଡରରେ ଥରିବ। କୋଟି ଓଡ଼ିଆର କୈବଲ୍ୟନାଥ ଜଗନ୍ନାଥଙ୍କ ଥରିବା ଦେଖି ମହାଲକ୍ଷ୍ମୀ ଉପରୁ କୁହନ୍ତି, ସଖିଲ ଡରରେ ଥରୁଛି କାଳିଆ ଦିଅଁଟା, ଦେଖିଦେଲେ ମୋର ଆଖିଲ। ମହାଲକ୍ଷ୍ମୀ କହୁଛନ୍ତି, ସଖିଲ ଯିଏ ଅଖିଳ ବ୍ରହ୍ମାଣ୍ଡର ପତି, ସେ ଆଜି ମୋର ଏଇ ଆଖିକୁ ଦେଖି ଡରୁଛନ୍ତି। ମହାପ୍ରଭୁ ମହାଲକ୍ଷ୍ମୀକୁ ଦେଖି କୁହନ୍ତି, ସଖାରେ ଲକ୍ଷ୍ମୀକୁ ଦେଖି ଡର ଲାଗୁଅଛି, ତା ମୁହଁ ଆଉ ନ ଦେଖାରେ। ମହାପ୍ରଭୁ କହୁଛନ୍ତି, ଆରେ ସଖା, କିଏ କୋଉଠି ଅଛ? ଲକ୍ଷ୍ମୀଙ୍କର ସେଇ ରାଗ ମୁହଁଟିକୁ ମୋତେ ଦେଖାନା, ମୋତେ ଡର ଲାଗୁଛି। ମହାପ୍ରଭୁ ପ୍ରବେଶ କରୁଛନ୍ତି। ଆଉ ମହାଲକ୍ଷ୍ମୀ କହୁଛନ୍ତି, କୁଆଡ଼େ ଆସିଛ? ତମେ ତମ ମା କଥାରେ ଅଛ। ଯାଅ ଏଠୁ ପଳାଅ। ମା ପାଇଁ ଯାଇଥିଲ, ସ୍ତ୍ରୀ ପାଇଁ କିଛି ନାହିଁ। ଯାଅ ଏଇଠୁ ଯାଅ, ପଳାଅ। ମହାପ୍ରଭୁ କହୁଛନ୍ତି, ଲକ୍ଷ୍ମୀ ମୁଁ କୁଆଡ଼େ ଯିବି? ଏଇଟା ବା ଆମ ଘର, ଶ୍ରୀମନ୍ଦିର। ମହାଲକ୍ଷ୍ମୀ କହୁଛନ୍ତି, ଯୋଉ ରଥରେ ଆସିଛ ସେଇ ରଥର ଗୁଳା ପଡ଼ିଛି, ସେଇ ଗୁଳା ଦେଖି ପଳାଅ। ଶ୍ରୀମନ୍ଦିରରେ ତମ ପାଇଁ ଜାଗା ନାହିଁ। ମହାପ୍ରଭୁ କହୁଛନ୍ତି, ଠିକ୍ ଅଛି, ମୁଁ ଏଇ ସାଙ୍ଗେ ସାଙ୍ଗେ ପଳାଉଛି। ମୋତେ ଯଦି ପଛରୁ ଡାକିବ ଆଉ ଶୁଣିବିନି। ମହାଲକ୍ଷ୍ମୀ କହୁଛନ୍ତି, ଯାଉନ, କିଏ ତୁମକୁ ଅଟକଉଛି? ଖାଲି ଗଲାବେଳେ ଟିକେ ଶୁଣିକି ଯାଅ। ମହାଲକ୍ଷ୍ମୀ କହୁଛନ୍ତି, ଯାଉଛ ଯଦି ସାଙ୍ଗରେ ଭଉଣୀକୁ ନେଇଯାଅ, ନହେଲେ ସେ ମୁହଁ ଫୁଲେଇବ ଯେ। ମହାପ୍ରଭୁ ରାଗିକରି କହୁଛନ୍ତି, ମୋ ଭଉଣୀକୁ କିଛି କୁହନି, କହିଦେଉଛି। ମହାଲକ୍ଷ୍ମୀ କହୁଛନ୍ତି, ବିବାହ କରିଛନ୍ତି ଅର୍ଜୁନକୁ, ହେଲେ ସଦାବେଳେ ବାପଘରେ ଭାଇମାନଙ୍କ ମଝିରେ, ସେଥିରେ ପୁଣି ସଦାବେଳେ ଭାଇମାନଙ୍କ ସାଥିରେ ବୁଲୁଛନ୍ତି। ଗେରସ୍ତ ଛାଡ଼ି ବାପଘରେ ବସିଥାଏ, ସହଜେ ଚେପେଟି ନାକି ବୁଲିଯିବା ପାଇଁ ରତ୍ନସିଂହାସନେ ବସିଥାଏ ଗୋଡ଼କୁ ଟେକି। ମହାପ୍ରଭୁ ରାଗି ଯାଆନ୍ତି, କୁହନ୍ତି, ମୋ ଭଉଣୀକୁ ପୁଣି ଚେପେଟି ନାକି କହୁଛ? ତୁମେ ଏକା ତ୍ରିପୁରା ସୁନ୍ଦରୀ। ମହାପ୍ରଭୁ କୁହନ୍ତି, ବ୍ରହ୍ମା ଗଢ଼ିଥିଲେ ନାରୀ ମୂରତିଟେ, ଆଖିଟା ହେଇଗଲା ଟେରି, ଦୂର ଦରିଆରେ ଫିଙ୍ଗି ଦେଇଥିଲେ, ମନେ ନାହିଁ କିଲୋ ସିରି। ମହାପ୍ରଭୁ ଏଠି ମାଙ୍କୁ ଶ୍ରୀ ସମ୍ବୋଧନ କରୁଛନ୍ତି। କହୁଛନ୍ତି, ବ୍ରହ୍ମା ଯେତେବେଳେ ଗୋଟେ ନାରୀଟେ ଗଢ଼ୁଥିଲେ, ଆଖି ଟେରି ହୋଇଯାଇଥିଲା, ତମକୁ ସମୁଦ୍ରକୁ ଫିଙ୍ଗି ଦେଇଥିଲେ। ସେ ସବୁ ଭୁଲିଗଲଣି କି? ତୁମେ ବା ଟେରି, ତୁମେ କ'ଣ ମୋ ଭଉଣୀକୁ ଏତେ କଥା କହୁଛ? ତୁମ ବାପ ମା ଲୁଣିଆ, ନୀତି ଗରଜୁଛନ୍ତି, ସେଥିପାଇଁ ମୁଁ ମେଘନାଦ ପାଚେରି କରିଛି। ମହାଲକ୍ଷ୍ମୀ ରାଗିକି କହୁଛନ୍ତି, ଆଚ୍ଛା ମୁଁ ଟେରି, ତୁମେ ଏକା ବ୍ରହ୍ମାଣ୍ଡ ସୁନ୍ଦର। ତ୍ରିପଣ୍ଡ କାଳିଆ ମେଘ ମୁହାଁ, ତୁମେ ଚାଲୁଣୀ ପରିକା ଆଖି, କୁଲା ପରି ମୁହଁ ଥନ୍ତଇ ପେଟିଆ, ଦର୍ପଣରେ ଆସ ଦେଖି। ମହାଲକ୍ଷ୍ମୀ କହୁଛନ୍ତି, ନିଜକୁ ଦର୍ପଣରେ ଦେଖିଲଣି? କଳା ମେଘ ପରି କାଳିଆକୁ ଏଡ଼େ ଏଡ଼େ ଆଖି, ପୁଣି ତା ସାଥେ ବ୍ରହ୍ମାଣ୍ଡ ଉଦର। ମହାପ୍ରଭୁ କହୁଛନ୍ତି, ଏ ଲକ୍ଷ୍ମୀ, ସେମିତି କୁହନି। ମୋର ଏଇ ରୂପକୁ କେତେ କବି କେତେ କ'ଣ ବର୍ଣ୍ଣନା କରିଛନ୍ତି, ତୁମେ ପୁଣି ମୋ ରୂପକୁ ନିନ୍ଦୁଛ। ମହାପ୍ରଭୁ ପୁଣି କହୁଛନ୍ତି, ଲକ୍ଷ୍ମୀ ଶୁଣ, ଲୋକେ କ'ଣ କୁହା ହେଉଛନ୍ତି। ମହାଲକ୍ଷ୍ମୀ କହୁଛନ୍ତି, କ'ଣ କୁହାକୁହି ହେଉଛନ୍ତି? ମହାପ୍ରଭୁ କହୁଛନ୍ତି, ଲୋକ କୁହାକୁହି ହେଲେଣି, ଏମିତି ଭାରି ଜାଲ ଅଣ୍ଡିରି ଚଣ୍ଡିଲ, ଗେରସ୍ତକୁ ସେ ମାନୁନି। ମହାଲକ୍ଷ୍ମୀ କହୁଛନ୍ତି, ମୋତେ ବି ଲୋକ କହୁଛନ୍ତି। ଦୁଇଟି ଭାରିଜା ମନକୁ ଗଲେନି, ଆନ ଭାରିଜାକୁ ଖୋଜୁଛି, ସେଥିପାଇଁ ତ ରତ୍ନସିଂହାସନେ ଜଗା ରାଧାରାଣୀକୁ ଝୁରୁଛି। ମହାଲକ୍ଷ୍ମୀ କହୁଛନ୍ତି, ମୁଁ ସବୁ ଜାଣିଛି, ତମେ କାହିଁକି ଯାଇଥିଲ ଗୁଣ୍ଡିଚା ମନ୍ଦିର, ସେଠି ନବଦିନ ନବରାସ ହେଉଥିଲା। ମୁଁ କ'ଣ ତୁମ ମହିମା ଜାଣିନି? ମହାପ୍ରଭୁ ଆଖିଠାରି କହିବେ, ଲକ୍ଷ୍ମୀ ପାଟି କରନି, ଲୋକ ଦେଖୁଛନ୍ତି। ମହାଲକ୍ଷ୍ମୀ କହୁଛନ୍ତି, ଏଇଟା ଗୋପପୁର ନୁହେଁ, ଏଇଟା ଶ୍ରୀମନ୍ଦିର, ଏଠି ଏଇ ଆଖି ଠରାଠରି ଚାଲିବନି। ମହାପ୍ରଭୁ ରାଗିକରି କହୁଛନ୍ତି, ମୁହିଁ ବୋଲି ତୋର ଦାଉ ସହୁଅଛି, ଆଉ ବା ସହନ୍ତା କେହି? ଆଉ କିଏ ହୋଇଥିଲେ କୌପିନ ମାରି ଯାଆନ୍ତା ଯୋଗୀ ହୋଇ।
ମହାପ୍ରଭୁ କୁହନ୍ତି, ମୁଁ ଯୋଗୀ ହୋଇ ପଳେଇବି, ଜାଣିନ ମୋ ରାଗ। ତୁମେ ଠିକ୍ ଏହି ସମୟରେ ବଡ଼ ଠାକୁର ବଳଭଦ୍ର କୁହନ୍ତି, ଆଜିଠାରୁ ଯଦି ହାଣ୍ଡି ଖଡ଼ବଡ଼ ଶୁଣିବି ମୁହିଁ, ସତ କହୁଛି ରେ, କାଲିଠାରୁ ଭିନେ ହେବା ଆମେ ଦୁଇ ଭାଇ। ବଡ଼ ଠାକୁର ବଳଭଦ୍ର କୁହନ୍ତି, ତୁମେ ଯଦି ଏମିତି ଝଗଡ଼ା ଲାଗିବ, କାଲିଠୁ ଆମେ ଦୁଇ ଭାଇ ଭିନେ ହେଇଯିବା। ମହାପ୍ରଭୁ କୁହନ୍ତି, ଲକ୍ଷ୍ମୀ ବଡ଼ ଭାଇ ରାଗିଲେଣି, ଶାନ୍ତ ହେଇଯାଅ। ମହାପ୍ରଭୁ କୁହନ୍ତି, ନାମ ବଳରାମ ଜାଣ ପରିଣାମ, କ୍ରୋଧରେ କି ମହାରୂପ, ଘର କଳି ଘରେ ସାରିବାଲ କମଳା, ଯୋଡ଼ୁଛି ତୋତେ ହାତ। ମହାପ୍ରଭୁ କୁହନ୍ତି, ବଡ଼ ଭାଇକୁ ରାଗ ତ ତମେ ଜାଣିଛ, ଏଇ କଳି ଏଇଠି ସାର ଏବଂ ଶ୍ରୀମନ୍ଦିର ଭିତରକୁ ଚାଲ। ମହାଲକ୍ଷ୍ମୀ କୁହନ୍ତି, ନା ମୁଁ ଶାନ୍ତ ହେବିନି, ଆହୁରି ପାଟି କରିବି। ପୁଣି ମହାପ୍ରଭୁ କୁହନ୍ତି, ବରୁଣ ଝିଅ ତ କରୁଣ ନାହିଁଲ, ଶୁଣୁନୁ ଗେରସ୍ତର ବାଣୀ, କି ମଧୁର କଥା କହିଲ ଆଗରୁ, ମନ ନଉଥିଲୁ କିଣି। ମହାପ୍ରଭୁ କହୁଛନ୍ତି, ଆଗରୁ ତୁମେ କେତେ ମିଠା କଥା କହୁଥିଲ, ଆଉ ଏବେ କ'ଣ ହେଲା ଏତେ ରାଗୁଛ? ଲକ୍ଷ୍ମୀ ଚାଲ ଭିତରକୁ ଯିବା। ମହାଲକ୍ଷ୍ମୀ କହୁଛନ୍ତି, ଖାଲି ବଡ଼ ଭାଇଙ୍କ ପାଇଁ ତୁମକୁ ଭିତରକୁ ଯିବାକୁ ଦଉଛି। ଭାବିଛ କି ତମେ କଳି ସରିଗଲା, ଏଇଠୁ ଆରମ୍ଭ ହେଲା 7 ଦିନ 7 ରାତି ଯାଏ ଏବେ ମନ୍ଦିରରେ ଚାଲିବ ପାଲା। ହେଲେ ମହାପ୍ରଭୁଙ୍କୁ ପାରିବ କିଏ? ଯିଏ ନିଜେ କପଟି, କେତେ କପଟ କରନ୍ତି କେହି ଜାଣନ୍ତିନି। କପଟରେ କାଳିଆକୁ କିଏ ବା ଟପିବ? ଯାହାର ମାୟାକୁ ନ ବୁଝନ୍ତି ବ୍ରହ୍ମା ଶିବ। ମହାଲକ୍ଷ୍ମୀ ଯେମିତି ବଡ଼ ପାଟି କରିବେ, ମହାପ୍ରଭୁ ମହାଲକ୍ଷ୍ମୀଙ୍କ ପାଟିରେ ରସଗୋଲା ପୂରେଇ ଦେବେ। ମହାଲକ୍ଷ୍ମୀ ଆଉ କିଛି କହିପାରିବେନି। ମହାପ୍ରଭୁ ମହାଲକ୍ଷ୍ମୀଙ୍କ ପାଟିରେ ରସଗୋଲା ପୂରେଇ ଦିଅନ୍ତି। ସେହି ରସଗୋଲା ଏତେ ଛେନା ଓ ଏତେ ମିଠା ଯେ ମହାଲକ୍ଷ୍ମୀ କିଛି କହିପାରନ୍ତି ନାହିଁ। ଠିକ୍ ସେହି ସମୟରେ ମହାପ୍ରଭୁ ମହାଲକ୍ଷ୍ମୀଙ୍କ କାନ୍ଧରେ ପାଟ ଶାଢ଼ୀ ରଖିକି କହିବେ, ଲକ୍ଷ୍ମୀ, ତମକୁ ଏହି ପାଟ ଭଲ ମାନୁଛି। ରୋଷ କରିବେ କି ହସ କରିବେ ଲୋ? ଲକ୍ଷ୍ମୀ ଠାକୁରାଣୀ ଭାବୁଛି, କଳା ମେଘି ପାଟ କାଢ଼ିଛି କାଳିଆ, ଲକ୍ଷ୍ମୀର କାନ୍ଧରେ ଥୋଇଛି। କହେ, ଲକ୍ଷ୍ମୀ ଲୋ, କେତେ ସୁନ୍ଦର ତୋତେ ମାନୁଛି। ମହାଲକ୍ଷ୍ମୀଙ୍କ ରାଗ ଶାନ୍ତ ହେଇଯାଇଛି। ଲକ୍ଷ୍ମୀ କାନ୍ଦିବ କି ହସିବ ଭାବୁଛି, ପାଦ ଛୁଇଁ କହେ, କ୍ଷମା ହେ ମାଧବ, ଯାହା ଯାହା ମୁଁ ତ୍ରୁଟି କରିଛି। ଏଇଠି ସରିଛି ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଝଗଡ଼ା। ମହାପ୍ରଭୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରନ୍ତି। ରତ୍ନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରନ୍ତି। ଆଶା କରୁଛି ଆପଣଙ୍କୁ ଏହି କାହାଣୀଟି ପସନ୍ଦ ଆସିଥିବ। ସେହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀଚରଣରେ ପ୍ରଣିପାତ କରି ଆଜିର ଅଧ୍ୟାୟ ଶେଷ ହେଲା। ଜୟ ଜଗନ୍ନାଥ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ।